ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्र। पंचम अध्याय कर्म संन्यास योग। कर्मयोगीर विशेषता। योगयुक्तो विशुद्धात्मा विजितात्मा जितेन्द्रियः सर्वभूतात्मा भूतात्मा कुर्वन्नपि न लिप्यते नैव किंचित् करोमीति युक्तो मन्येत् तत्त्ववित् पश्यन् शृण्वन् स्पृशन् जिघ्रन् स्वन् गच्छन् स्वपन् च श्वसन् प्रलपन् विसृजन् गृह्णन् निशनिमिषन्नपि इन्द्रियाणि यथेषु वर्तन्त इति धारयन् ब्रह्मण्याध्यायकर्माणि संगं त्यक्त्वा करोति यः लिप्यते न स पापेन पद्मपत्रमिवाम्भसा कायेन मनसा बुद्ध्या केवलेन्द्रियैरपि योगिनः कर्म कुर्वन्ति संगं त्यक्त्वा आत्मशुद्धये युक्तः कर्मफलं त्यक्तः शान्तिमाप्नोति नैष्ठिकीम् अयुक्तः कामकारेण फले सक्तो निबध्यते सर्वकर्माणि मनसा संन्यस्यस्तो सुखं वशी नवद्वारे पुरे देहि नैव कुर्वन् कारयन्। अर्थ, ଯେଉଁ ଯୋଗୀ ବିଶୁଦ୍ଧ ଚିତ୍ତ ଆତ୍ମଜୟୀ ଇନ୍ଦ୍ରିୟଜୟୀ ଯାହାର ଆତ୍ମା ସର୍ବଭୂତର ଆତ୍ମା ହୋଇଛି, ସେ କର୍ମ କରି ମଧ୍ୟ ଆବଦ୍ଧ ହୁଅନ୍ତି ନାହିଁ। ପରମାତ୍ମାଙ୍କ ସହିତ ଯୁକ୍ତ ତତ୍ତ୍ୱଦର୍ଶୀ ବ୍ୟକ୍ତି ଦର୍ଶନ, ଶ୍ରବଣ, ସ୍ପର୍ଶ, ଘ୍ରାଣ, ଭୋଜନ, ଗମନ, ନିଦ୍ରା, ଶ୍ୱାସଗ୍ରହଣ, କଥନ, ତ୍ୟାଗ, ଚକ୍ଷୁ ଉନ୍ମୀଳନ, ନିମେଷ କରି ମଧ୍ୟ ଇନ୍ଦ୍ରିୟଗଣ ଇନ୍ଦ୍ରିୟ ବିଷୟ ସମୂହରେ ପ୍ରବର୍ତ୍ତିତ ହୋଇଛି, ଏହା ଧାରଣା କରି ମୁଁ କିଛି ମଧ୍ୟ କରିନାହିଁ ଏହିପରି ମନେ କରନ୍ତି। ଯିଏ ସମସ୍ତ କର୍ମ ବ୍ରହ୍ମରେ ସ୍ଥାପନ କରି ଆସକ୍ତି ତ୍ୟାଗପୂର୍ବକ କର୍ମ କରେ, ସେ ଜଳ ଦ୍ୱାରା ପଦ୍ମପତ୍ର ପରି ପାପ ଦ୍ୱାରା କଳଙ୍କିତ ହୁଅନ୍ତି ନାହିଁ। ଅତଏବ ଯୋଗୀମାନେ ଆସକ୍ତି ତ୍ୟାଗ କରି ଆତ୍ମଶୁଦ୍ଧି ପାଇଁ ଶରୀର, ମନ, ବୁଦ୍ଧି ଦ୍ୱାରା ଏବଂ କର୍ମେନ୍ଦ୍ରିୟ ଗୁଡ଼ିକ ଦ୍ୱାରା କର୍ମ କରିଥାନ୍ତି। ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ପୁରୁଷ କର୍ମଫଳରେ ଆସକ୍ତି ତ୍ୟାଗ କରି ଦୃଢ଼ ପ୍ରତିଷ୍ଠ ଶାନ୍ତି ପ୍ରାପ୍ତ କରେ। ଅଯୁକ୍ତ ବ୍ୟକ୍ତି ଫଳରେ ଆସକ୍ତ ହୋଇ ବାସନାର କ୍ରିୟା ଦ୍ୱାରା ବାନ୍ଧି ହୋଇଯାଏ। ସଂଯମୀ ଦେହଧାରୀ ଜୀବ ମନ ଦ୍ୱାରା ସମସ୍ତ କର୍ମ ପରିତ୍ୟାଗ ପୂର୍ବକ ଚକ୍ଷୁ ଆଦି ନବଦ୍ୱାର ଯୁକ୍ତ ଶରୀରରେ କିଛି ମଧ୍ୟ ନ କରି ଅନ୍ୟ କାହାକୁ ମଧ୍ୟ କିଛି ନ କରାଇ ସୁଖରେ ଅବସ୍ଥାନ କରେ। ବ୍ୟାଖ୍ୟା। ସର୍ବାତ୍ମାଙ୍କ ପିତା ପରମାତ୍ମାଙ୍କ ସହିତ ଯେଉଁ ବ୍ୟକ୍ତି ଯୋଗଯୁକ୍ତ ହୋଇଯାଆନ୍ତି, ପରୋକ୍ଷ ଭାବରେ ସେ ସର୍ବଭୂତରେ ଏକାତ୍ମତା ଲାଭ କରନ୍ତି। କାରଣ ପରମାତ୍ମା ଜ୍ଞାନ ଓ ଗୁଣର ସାଗର ହୋଇଥିବାରୁ ତାଙ୍କ ସହିତ ଯୁକ୍ତ ଯୋଗୀ କର୍ମବନ୍ଧନରେ ବାନ୍ଧି ହୁଅନ୍ତି ନାହିଁ। କର୍ମ କରି ମଧ୍ୟ ସେ ଅଲିପ୍ତ ରୁହନ୍ତି। ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହୋଇ ସେ ସକଳ ବନ୍ଧନରୁ ମୁକ୍ତ ହୁଅନ୍ତି। ତାଙ୍କର ସେହି ମୁକ୍ତି କର୍ମର ପ୍ରତିବନ୍ଧକ ହୁଏ ନାହିଁ। ତାଙ୍କୁ କୌଣସି କର୍ମ ବନ୍ଧନ କରିପାରେ ନାହିଁ। ସେ ଶରୀର ସହିତ ସମ୍ବନ୍ଧ ବିଚ୍ଛେଦ କରି ଆତ୍ମିକ ସ୍ୱରୂପରେ ସକଳ କର୍ମ କରନ୍ତି। ସେ ଶରୀର ମଧ୍ୟରେ ବିରାଜିତ ଏକ ପୃଥକ୍ ସତ୍ତା ରୂପେ ନିଜକୁ ଅନୁଭବ କରନ୍ତି। ତାଙ୍କରି ନିର୍ଦ୍ଦେଶ ମତେ ଶରୀରସ୍ଥ ଇନ୍ଦ୍ରିୟ ସକଳ ଭୃତ୍ୟ ରୂପରେ ବିଭିନ୍ନ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରନ୍ତି।
ସେହି କର୍ମରେ କେବଳ ତାଙ୍କର ସମ୍ମତି ଅଛି, କିନ୍ତୁ ସେଥିରେ ସେ ଆସକ୍ତ ହୁଅନ୍ତି ନାହିଁ। ଅଜ୍ଞାନତା ଦ୍ୱାରା ଅହଙ୍କାର ଜାତ ହୁଏ। ଅହଙ୍କାର ଯୁକ୍ତ କର୍ମ ଆସକ୍ତି ଓ ବାସନାକୁ ଜନ୍ମ ଦିଏ। ଏହାର ପରିଣାମ ସ୍ୱରୂପ ପାପର ଉଦ୍ଭବ ହୁଏ। ଜ୍ଞାନଯୁକ୍ତ କର୍ମରେ ଅହଙ୍କାର ବା ଦେହ ଅଭିମାନ ଅଭାବରୁ ଆସକ୍ତି ନଥାଏ, ତେଣୁ ଏହା ପାପର କାରଣ ହୁଏ ନାହିଁ। ଫଳାସକ୍ତି ନ ରଖି କର୍ମ କଲେ ମନ, ବୁଦ୍ଧି, ସଂସ୍କାର ଶୁଦ୍ଧି ହୁଏ ତଥା କର୍ମେନ୍ଦ୍ରିୟଗୁଡ଼ିକର ବିକାଶ ହୁଏ। ଏହାଦ୍ୱାରା ଆତ୍ମା ଦିବ୍ୟ ଗୁଣ ଧାରଣ କରିବାକୁ ସକ୍ଷମ ହୁଏ। ଏହା ହିଁ କର୍ମଯୋଗର ସାର୍ଥକତା। ପରମାତ୍ମା ଶାନ୍ତିର ସାଗର। ଯେଉଁ ବ୍ୟକ୍ତି ପରମାତ୍ମାଙ୍କ ସହିତ ଯୁକ୍ତ ନୁହେଁ, ସେ ଫଳ ଲାଭ ଆଶାରେ କର୍ମ କରେ ଏବଂ ବାସନା ଜାଲରେ ବାନ୍ଧି ହୋଇ ଅଶେଷ ଅଶାନ୍ତି ଭୋଗ କରୁଥାଏ। ଯୋଗୀ ଆତ୍ମା ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହୋଇ ପରମ ଶାନ୍ତି ଲାଭ କରେ। ସେ ପ୍ରକୃତିକୁ ସମ୍ପୂର୍ଣ୍ଣ ଭାବେ ବଶୀଭୂତ କରି ଏହି ଦେହରେ ହିଁ ପରମ ଆନନ୍ଦର ବାସ କରେ। ସେ ମାନସିକ ସ୍ତରରେ ସମସ୍ତ କର୍ମ ପ୍ରତି ଆସକ୍ତି ତ୍ୟାଗ କରେ ଓ କର୍ମରେ ପ୍ରବୃତ୍ତ ରହି ମଧ୍ୟ ପରମାତ୍ମାଙ୍କ ସହିତ ତାଦାତ୍ମ୍ୟ ହୋଇପାରେ। କ୍ରମଶଃ ଓମ୍ ଶାନ୍ତି।